ଆଜି ଶ୍ରୀମତାଇ ଆଜି ଆଲୋଚନା କରିବା ମାଳିକା ସମୀକ୍ଷାର ସମୀକ୍ଷ ମାଳିକା ସମୀକ୍ଷାର ସମୀକ୍ଷ ତତ ସଙ୍ଗେ ସଙ୍ଗେ 53 ଅଙ୍କକୁ ଗୁରୁ ଜୁହାର। ଆଲୋଚନା କରିବା ଆଗରୁ ଗୋଟେ ଭଲ କଥା କହୁଛି। କାଲି ଅକସ୍ମାତ ଆମ ପାଖକୁ ବହୁତ ଫୋନ ଆସିଛି, 40 ଜଣ ଖଣ୍ଡେ ଫୋନ କରିଛନ୍ତି। ଗୋଟିଏ ଚ୍ୟାନେଲରେ ଆମ ବିଷୟ ନେଇ ସମାଲୋଚନା ହେଉଛି, ବୁଝିଲେ? ସମାଲୋଚନା କଣ? ତାଙ୍କର ଆଲୋଚନା ହେଉଛି ଜଣେ ଜ୍ଞାନୀ ବ୍ୟକ୍ତି, ସେ ଭାବୁଛନ୍ତି ସେ ସବୁ କିଛି ଜାଣିଛନ୍ତି, ଆଉ ଖାଲି ଅନନ୍ତ ମାଧବଙ୍କ ଅଙ୍କ କହୁଛନ୍ତି, କିନ୍ତୁ ଅନନ୍ତ ମାଧବ କୋଉଠି କାହିଁ କହୁନାହାନ୍ତି, ବୁଝିଲେ? ଏ ବିଷୟରେ ଆଉ ଭଲ କଥା ମନ୍ଦ ବୁଝାଅ। ତମକୁ ଛୁଆ କହୁଛି, ଜ୍ଞାନ ହଉଛି ସାଗର। ମହାପୁରୁଷ ଅଚ୍ୟୁତଙ୍କ ବାଣୀ ବା ପଞ୍ଚସଖାଙ୍କ ବାଣୀ ହେଉଛି ସାଗର। ଆମେ ତା ଭିତରୁ ବାଲି ରେଣୁ ହବାଟା ଆମ ପାଇଁ ବହୁତ କଷ୍ଟସାଧ୍ୟ, ବୁଝୁଛି? ଆମେ ତ ଦାସରୁ ଦାସତ୍ୱ ହେଇନାହୁଁ, ଆମେ ଜ୍ଞାନୀର କୋଉଠି ପରିଚୟ ଦଉ? ଜ୍ଞାନୀର ପରିଚୟ ଆମେ ଦେଇନାହୁଁ କି ଭବିଷ୍ୟତରେ ଦବୁ ନାହିଁ। ଓ ଆମକୁ ଯେତେବେଳେ ଆମକୁ ଗୁରୁଦେବ ଆମକୁ କହିଥିଲେ ବା ଆମକୁ ଶିକ୍ଷା ଦିଅନ୍ତି, ସଂସାର ମଧ୍ୟରେ ବାବୁରେ କାହାକୁ ସମାଲୋଚନା କରିବେନି, ଯଦି ସମାଲୋଚନା କରିବେ ଗୁରୁ ପରମ୍ପରାରେ କଳଙ୍କ ଲାଗିବ। ତମେ ସବୁ ଜାଣିଛ, ଆମେ ପଦାରେ ବୁଲିଛୁ, ଅନେକ ଅନୁଷ୍ଠାନ ମଧ୍ୟ ଗଢିଛୁ, ଏବଂ ୟୁଟ୍ୟୁବ ଚ୍ୟାନେଲରେ ଯେତେବେଳେ ହେଲା, ଏ ମାଳିକା ଉପରେ ମଧ୍ୟ 700 ଏପିସୋଡ ଯାଇଛି। ଆମେ କୌଣସି ସାଧୁ ସନ୍ଥ ମୁନି ଋଷିଙ୍କୁ ସମାଲୋଚନା ଆମେ କରୁନା, କାରଣ ସମସ୍ତଙ୍କୁ ସମ୍ମାନ ଦେବା ହଉଛି ଆମର କର୍ତ୍ତବ୍ୟ। ଜଣେ ବ୍ୟକ୍ତି ଯଦି ଗୁରୁକୂଳରେ ନ ବସିଥିବ, ସେ ସମାଲୋଚନା କରିପାରେ। ଆମେ ଗୁରୁବାଦୀ, ଗୁରୁକୂଳରେ କଣ ହେଇଛେ? ବସିଛେ। ତେଣୁ ଆମେ ସମାଲୋଚନା କରିବା, ଜଗତ ଆମକୁ କେବଳ କଣ କରିବ? ନିନ୍ଦା କରିବ। ମହାପୁରୁଷଙ୍କ ବାଣୀ ଉପରେ ଆମେ କଣ କହିପାରୁ, କିନ୍ତୁ ଆମ ଜୀବନରେ ଆମେ କାହାକୁ ସମାଲୋଚନା କରୁ ନାହିଁ। ସମାଲୋଚନା କରିବା ହଉଛି ମହାପାପ। ଏବଂ ଅନନ୍ତ ମାଧବଙ୍କ ଅଙ୍କଟାକୁ ଆମେ କାହିଁକି ଆଇଡେଣ୍ଟିଫାଏ କରୁ? ମାଳିକା ଶାସ୍ତ୍ର ତ ଅନେକ। ତ ମୁଁ ଥରେ କହିଥିଲି 2002 ମସିହାରେ ଭଦ୍ରକ ଜିଲ୍ଲା ଧୂସୁରୀ ବ୍ଲକ ଅନ୍ତର୍ଗତ ପଙ୍ଗଟାକୁ ଆମେ ଯାଇଥିଲୁ 13 ଦିନ ପ୍ରବଚନ ଦେବା। ସେଠି ଜଣେ ଭକ୍ତଙ୍କ ଘରେ 2 ଖଣ୍ଡ ଚଟି ବହି ଆମେ ଦେଖିଥିଲୁ। ଗୋଟିଏ ହେଲା ଚନ୍ଦ୍ରକଳ୍ପ ମହାପୁରୁଷଙ୍କର, ଆଉ ଗୋଟିଏ ହଉଛି କଣ, ଯୋଉ ଗରୁଡ କଳ୍ପ। ସେତେବେଳେ ତ ଆମର ମାଳିକା ଉପରେ ଏତେ ଗବେଷଣା ନଥାଏ, ଆମେ କଣ ତତ୍ତ୍ୱବାଦ ଉପରେ ସେତେବେଳେ ଆମର ଗବେଷଣା ଥାଏ। ପ୍ରବଚନ ପେଣ୍ଡାଲକୁ ଯାଉ, ପାଲା ଛାଡିକି ପ୍ରବଚନ ଭିତରେ ଲାଇନରେ ପଶିଲୁ। ସେଇଠି 2 ଖଣ୍ଡ ବହି ଆମେ କଣ କରୁଥିଲୁ? ଦେଖିଥିଲୁ। ଚନ୍ଦ୍ରକଳ୍ପଟି ଉଇ ଖାଇଯାଇଥିଲା, ପଢି ହେଉନଥାଏ। ଯେତିକି ଜାଣିଲୁ ପଢିଲୁ, ତାକୁ ଡାଇରେ ସାଥିରେ ପିଟି ହେଇଛି। ଏବଂ ଗରୁଡ କଳ୍ପଟିକି ଆମ ଜୀବନରେ ଆମେ ଗୋଟେ ଚୋରି କରିଥିଲୁ କଣ,
ସେଠୁ ତାଙ୍କୁ ନ କହିକି ଜେରକ୍ସ କରିକି ଆମେ ନେଇଯାଇଛୁ ହେଲା। ସେ ଗରୁଡ଼ କଳ୍ପ ଶାସ୍ତ୍ର ଖଣ୍ଡିକରେ ଅଚ୍ୟୁତଙ୍କ ଲେଖା, ଅନ୍ୟ କୋଉ ମହାପୁରୁଷଙ୍କ ଲେଖା ନୁହେଁ। ସେଠି ଅନନ୍ତ ମାଧବଙ୍କ କଥା ଲିପିବଦ୍ଧ ଅଛି। ଯେଉଁ ଭାଇ ଆମକୁ ସମାଲୋଚନା କରୁଥିଲେ, ସେ ଯେତେ ଦୂର ହୁଏ ଆମଠୁ ବୟସରେ ବଡ ହେବେ, ଆମେ ତ ସାନ ଭାଇ, ରାଗିବେ ନାହିଁ। ସେ ବହି ଖଣ୍ଡକୁ କଲେକ୍ସନ କରନ୍ତୁ, ମହାପୁରୁଷଙ୍କ ସେ ଶାସ୍ତ୍ର ଖଣ୍ଡକୁ ତାକୁ ପଢନ୍ତୁ। ମହାପୁରୁଷଙ୍କ ଅଙ୍କ ହିସାବଟି କେଉଁ ସ୍ଥାନରୁ ଆରମ୍ଭ, ଆମେ ଯଦି ସେ ଅଙ୍କ ଟିକେ ଜାଣିପାରିବା, ମହାପୁରୁଷଙ୍କର ଅଙ୍କ ବିଷୟକୁ ଆମେ ନିର୍ଘଣ୍ଟ କରିପାରିବା। ବର୍ତ୍ତମାନ ମୋବାଇଲରେ ତମେ ଯଦି ଦେଖିବ କ୍ୟାଲେଣ୍ଡର, ଆଗକୁ 70 ବର୍ଷ ଆଗକୁ ମଧ୍ୟ ଆସୁନି। ଯଦି ଆଷ୍ଟ୍ରୋଲୋଜି କାମ ଆମେ ଯାହା ପାଖେ ହରସ୍କୋପ ଥିବ, ଆଷ୍ଟ୍ରୋଲୋଜି ପାଇଁ ହରସ୍କୋପ ଥିବ, ସେମାନେ ଚାହିଁଲେ ମଧ୍ୟ ଦେଖିପାରିବେ। ମହାପୁରୁଷଙ୍କର ଅଙ୍କ ସହିତ ତାଙ୍କ ତିଥିବାର ନକ୍ଷତ୍ର ମିଶୁଛି କି ନାହିଁ, ଆମେ ଯେଉଁ କଥା କହୁ ସମ୍ପୂର୍ଣ୍ଣ ତାକୁ ଗବେଷଣା କରି ତିଥିବାର ନକ୍ଷତ୍ରକୁ ଦେଖିଲା ପରେ, ତର୍ଜମା କରିସାରିଲା ପରେ ଆମେ କଣ କରୁ, ସମାଜରେ ତାକୁ ତମ ମାନଙ୍କ ଆଗରେ ପରିବେଶିତ। ଯଦି ନ ମିଶନ୍ତା ତାହେଲେ ଆମ ପାଇଁ ସେଟା ଭୁଲ। ଜଣେ ବ୍ୟକ୍ତି କହୁଛନ୍ତି ବର୍ତ୍ତମାନ ବିଜ୍ଞାନ ଯୁଗ, ତାକୁ ତର୍ଜମା କରି ମିଶେଇଲା ପରେ ଜଣକୁ ସମାଜ ଯଦି ନ ମିଶିଲା ତାହେଲେ ସମାଲୋଚନା କଲେ ଚଳିବ। ଆମେ କିଛି ନ ଜାଣି ତାଙ୍କ ବିଷୟରେ ତାକୁ ତର୍ଜମା ନ କରିକି ସମାଲୋଚନା କରିବା, ସେଟା ବହୁତ ଭଲ ନୁହେଁ। କାରଣ ଆମେ ସିନା ମଣିଷ ମଣିଷକୁ ପଢିକି ଦବେଇଦବା, କିନ୍ତୁ ପ୍ରଭୁଙ୍କ ଦରବାରରେ ସେଗୁଡ଼ିକ ଭଲ ଖବର ନୁହେଁ କି ଭଲ ବିଚାର ନୁହେଁ। ସେ ଭାଇକି ଏତିକି ମିନତି, ଆମ ଉପରେ ରାଗିବେ ନାହିଁ। ଆମେ ସାନ ଦୃଷ୍ଟିରୁ କହୁଛୁ, ଆମେ ବି ମହାଜ୍ଞାନୀ ନୁହଁ କି ଜ୍ଞାନୀ ନୁହଁ। ଆପଣ ଦେଖନ୍ତୁ, ଏ ଅଙ୍କ ଯୋଉ ଆମେ କହୁଛୁ, ସେ ଅଙ୍କ ଗୁଡ଼ିକ ଯୋଉ କହୁଛୁ ତା ଦେହ ସହିତ ମହାପୁରୁଷଙ୍କର ଅଙ୍କ ହିସାବ ମିଶୁଛି ନା ମିଶୁନି, ତାକୁ ତର୍ଜମା କର। ସତ୍ୟସଙ୍ଗ ସିଏ ଗୋଟେ କଥା ଆଉ କହିଥିଲେ, ସେ ଅନନ୍ତ ମାଧବ କାହିଁ କୋଉଠି ଯଦି କହୁଛନ୍ତି, ଦୃଢତାର ସହିତ କହୁଛନ୍ତି, ଅନନ୍ତ ମାଧବ କାହିଁ ପରିଚୟ ଦଉନାହାନ୍ତି। ଭାଇ ଆମେ ହେଲୁ ସଂସାରୀ ଲୋକ, କର୍ମ କରିବା ସହିତ ଟିକେ ଧର୍ମ ନାମ ନଉ। କାରଣ ଆମେ ଏତିକି ଜାଣିଛୁ, ଆମ ଗୁରୁ କହିଛନ୍ତି, ଗୃହ କର୍ମ ପରିପାଠ ବିହିତ କର୍ମ କରି ଏବେ ସେ କର୍ମକୁ ପାଠ କେହି ଆସେ। ତେଣୁ ସିଏ କୋଉଠି ପ୍ରଭୁ ଜନ୍ମ ହେଲେ, କୋଉଠି ପଞ୍ଚସଖା ଜନ୍ମ ହେଲେ, ସେତେ ମୋର ଯାହା ସେ କଣ। ମୁଁ ଏତିକି ଜାଣିଛି, ଏକ ଦେବା ଏକ ସେବା। ମୋ ବାପ ମା ଏବଂ ମୋ ଗୁରୁଙ୍କର ଆଶୀର୍ବାଦ ସହିତ ଜଗନ୍ନାଥଙ୍କର ଯଦି କୃପା ଅଛି, ମୋ ପାଇଁ ବହୁତ ଭଲ। ଆଉ ମୁଁ ଖୋଜେ ମୋ ଜୀବନ, ଆମେ ଖୋଜୁ ଆମ ଜୀବନ ଭିତରେ ଶାନ୍ତି ଟିକେ। ଆମେ ସେ ଆମର ଇଏ ଜ୍ଞାନ ବଖାଣ କରି ପଇସା ରୋଜଗାର କରିବା ଆମର ଇଏ କର୍ତ୍ତବ୍ୟ ନୁହେଁ। ଆଉ ଆମ ଉପରେ ରାଗିବେ ନାହିଁ। ଆମେ ଗୋଟେ ସାନ ଭାଇ ଦୃଷ୍ଟିରୁ ଏତିକି ନିବେଦନ, ଜଣକୁ ସମାଲୋଚନା କରିବା ଆଗରୁ ତାଙ୍କ କଥାକୁ ତର୍ଜମା କରନ୍ତୁ, ତାପରେ ସମାଲୋଚନା କରନ୍ତୁ। ଜୟ ଜଗନ୍ନାଥ। ଆଜି ଛୁଆ ଭଲ କଥା ଟିକେ ମନେ ରଖିବା। ଆଜି ଆରମ୍ଭ କରିବା 53 ଅଙ୍କ ମହା ବିପଦ। ହଁ, ବଡ ଏପିସୋଡ ଟିକେ ହବ। 53 ଅଙ୍କ କଣ ମହାବିପଦ? ବର୍ତ୍ତମାନ ଚାଲିଛି 52 ଅଙ୍କ। ଆସନ୍ତା ବର୍ଷ ଚାଲିବ 53 ଅଙ୍କ। ମହାପୁରୁଷ କହୁଛନ୍ତି 53 ଅଙ୍କରେ ସଂସାରରେ ଅନେକ କିଛି
ଘଟିବ। କଣ ଘଟିବ ଆମେ ଆଲୋଚନା କରିଥିଲେ, ମହାନଦୀ ଜଳ ଉଛୁଳିବ ନା, ବିରଜା ମଣ୍ଡଳ ଜଳପ୍ଳାବିତ ହେବ, ଏ କଥା ସବୁ ଆଲୋଚନା କରିଥିଲେ। କେତେ 53 ଉପରେ ସବୁ ଘଟିବ। ଆଜି ଆଉ ଗୋଟିଏ କଥା ଆଲୋଚନା କରିବା। କୋଉଥିରୁ ଆଣିଛେ ନା ନବଘଣ୍ଟ ନିର୍ଘଣ୍ଟ ବା ଶିବକଳ୍ପରୁ ପଦଟି ଆଣିଛେ। ମହାପୁରୁଷ ଅଚ୍ୟୁତାନନ୍ଦ ଦାସ କହୁଛନ୍ତି, ଏକ ତ୍ରିଅତିଶ ଦଶାନନ ଘୋଷ ସର୍ବେ ବୋଲ ହରି ହରି, ଭୟ ନ ରହିବ ମହି ଲାସ ଯିବ, ଲମକା ହେବ ଭାରି ଭାରି। ସାହିତ୍ୟ ଭାଷା ବୁଝିଗଲା। କହିଲେ ଏକ ତ୍ରିଅତିଶ, ଏକ ତ୍ରିୟ ବୋଲନ୍ତି କେତେ 13, ତ୍ରିଶ ବୋଲନ୍ତି 30, ଦଶାନନ ଘୋଷ ମିଶେଇ ଦିଅ କେତେ ହେଲା 53। ସର୍ବେ ବୋଲ ହରି ହରି, ଏ ଭକ୍ତବୃନ୍ଦ ତବେ ବେଳକୁ ହରି ହରି ଭଜ, ଆଉ ଯେତେବେଳେ ହବ ସେତେବେଳେ ହରି ହରି ଭଜ ନାହିଁ, ଆଗରୁ ସଜାଗ ହେଇଯାଅ। ବୁଝି ହଉଛି। 53 ଅନେକ ବିପଦମାନ ପୃଥିବୀ ଭୂଖଣ୍ଡରେ ଦେଖାଯାଏ ହେଲା। ଏଠି କେବଳ ଓଡିଶା କଥା କହୁନାହାନ୍ତି, ଭାରତ କଥା କହୁନାହାନ୍ତି, ଏ ସମଗ୍ର ପୃଥିବୀ ଉପରେ ଦେଖା ଦେବ। ଭୟ ନ ରହିବ ମହି ନାଶ ଯିବ, ଲମକା ହେବ ଭାରି ଭାରି। ମହି ନାଶ ଯିବ କଣ ମହି ଗଳି ପଡିବ ନା, ଏସବୁ ଗୋଟେ ଗୋଟେ ଭାବାର୍ଥର ଶବ୍ଦ। ବୁଝିପାରୁଛି ନା, ମାନେ ଅନେକ କ୍ଷୟକ୍ଷତି ଘଟିବ ବା ବିପର୍ଯ୍ୟୟ ମାନ ଦେଖା ଦେବ। ଲମକା ହେବ ଭାରି ଭାରି, ଲମକା ଶବ୍ଦର ଅର୍ଥ କଣ? ଲମକା ଶବ୍ଦର ଅର୍ଥ କଣ? ମାନେ ଭୟଙ୍କର ବିପଦ ମାନ ଦେଖାଦେବ। ବୁଝିପାରୁଛ ନା? ଭୟଙ୍କର ବିପଦ ମାନ ଦେଖାଦେବ, ଭାରି ଭାରି ମାନେ କଣ ଓଜନିଆ ନୁହଁ, ମାନେ ବାରମ୍ବାର। ବୁଝି ହଉଛି। ମାନେ 53 ବାରମ୍ବାର ଭୟଙ୍କର ବିପଦ ମାନ ଦେଖାଦେବ ବୋଲି ଭକ୍ତ ଶିରୋମଣି ସ୍ୱୟଂ ରାମଦାସଙ୍କୁ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ବାରମ୍ବାର ଏ କଥା ଚେତନା ଦେଇଛନ୍ତି ହେଲା। ଜୟ ଜଗନ୍ନାଥ, ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦ କବାର।